ସୃଜନଶୀଳ ଆଉ ଶ୍ରୀ ଶ୍ରୀ ନାଗେଶ୍ୱର ମହାଦେବଙ୍କର ପରିଚାଳନା କମିଟିର କୋଷାଧ୍ୟକ୍ଷ। ଆମର ଶିବ ପାର୍ବତୀ ଏଠି ଯେତେବେଳେ ଶିବ ସ୍ୱପ୍ନେଇ ଥିଲେ, ଆମର ଜଣେ ଏ ଗାଁର ମୁରବୀ ସେ ଏବେ ନାହାନ୍ତି, ସ୍ୱପ୍ନେଇ ଥିଲେ ଏବଂ ଯେତେବେଳେ ସେ ମାନେ ତିଆରି ହେଲା, ଲିଙ୍ଗ ସ୍ଥାପନ କରାହେଲା, ସେ ବହୁତ ଶ୍ରଦ୍ଧାଳୁ ମାନେ ସାହାଯ୍ୟ କରିଛନ୍ତି। ସାହାଯ୍ୟ କରିକି ମୁଁ ଏ ବିଷୟରେ କହିବା ପାଇଁ ଚାହୁଁଛି ଯେ ଶିବଙ୍କର ପିତା ହେବେ ବୋଲି, କର୍ତ୍ତା ହେବେ ବୋଲି ବହୁତ ଆଶା କରୁଥିଲେ, ବହୁତ ଲୋକ ଆଶା କରନ୍ତି। ଏବେ ବି ଲୋକ ଆମକୁ କହୁଛନ୍ତି ଯେ ଆପଣ ଟିକେ ଆମକୁ କହିଲେନି, ଏତେ ପ୍ରକାର ଶ୍ରଦ୍ଧାଳୁ ଏଠି ଆସି ପହଞ୍ଚୁଛନ୍ତି। ଆଉ ଆଜ୍ଞା ଆମେ କାହାକୁ ଖୋଜୁନି, ଯେମିତି ଯେମିତି ଗୋଟେ ପ୍ରକୃତରେ ପଥର ନୁହନ୍ତି, ଗୋଟେ ମନୁଷ୍ୟକୃତ ଯେମିତି ସେ ଆମକୁ ମାନେ ଆସି ପହଞ୍ଚିକି ମୋତେ କହିଲେ ଯେ ଆଜ୍ଞା ଆମେ ଶିବଙ୍କ ବାପା, ପାର୍ବତୀଙ୍କର ଏମିତି କହିକି ବହୁତ ଶ୍ରଦ୍ଧାଳୁ ଆସି ଏଠି ପହଞ୍ଚୁଛନ୍ତି। ଆପଣ ତ ଦେଖୁଛନ୍ତି ଯେ ଏଠି ମାନେ ସକାଳୁ ପ୍ରାୟ ହଜାର ହଜାର ଲୋକ ଆସିକି ଏଠି ଶିବ ବିବାହରେ ଉପସ୍ଥିତ ରହିକି ଆପଣଙ୍କର ମଙ୍ଗନହାଣ୍ଡି ପ୍ରଥମେ ଯେମିତି ଆମର କରାଯାଏ, ମଙ୍ଗନହାଣ୍ଡି ବସିଲା, ତାପରେ ବଢ଼ରା ଗଲେ, ତାପରେ ଆମର ପାଣି ତୋଳା ହେଲା। ଆମର ଏଠି ଗେଲବାଇ ଠାକୁରାଣୀ ଅଛନ୍ତି ଏବଂ ଏଠି ଚମ୍ପେଶ୍ୱରୀ ଅଛନ୍ତି, ସେଠି ତାଙ୍କର କାର୍ଯ୍ୟକ୍ରମ ହେଲା। ବର୍ତ୍ତମାନ ଆମର ମାନେ ପିତାଙ୍କର ବର୍ତ୍ତମାନ ପ୍ରସେସନ୍ ଚାଲିଛି। ଆମର ଯେ ଶିବଙ୍କର ଶିବ ବର୍ତ୍ତମାନ ପ୍ରସେସନ୍ ହେଇକି ପାର୍ବତୀଙ୍କ ଘରକୁ ଆସୁଛନ୍ତି। ତେଣୁ ଆମର ଏଠି ବହୁତ ମାନେ କହିବାରେ କଥା ନୁହଁ, ଏଠି ଲୋକ ଯେଉଁ ମାନସିକ କରିଛନ୍ତି ତାଙ୍କର ବହୁତ ପୂର୍ଣ୍ଣ ହେଇଛି, ଏତେ ପ୍ରକାର ପୂର୍ଣ୍ଣ ହେଇଛି ସେ ଆପଣ ନିଜେ ଦେଖନ୍ତୁ। ବହୁତ ପ୍ରକାର ସିନିୟର ସିଟିଜେନ୍ ମାନେ ଆସୁଛନ୍ତି, ମହିଳାମାନେ ସକାଳେ ପାଣି ତୋଳିବା ପାଇଁ କି ମହିଳାମାନେ ପ୍ରାୟ ହାରାହାରି 400-500 ଲୋକ ମାନେ ଆସିଲେ। ମହିଳାମାନେ ଏଠି ଡ୍ୟାନ୍ସ ବି କଲେ, କହିଲେ ନାଇଁ ଆମେ ଶିବ ବିବାହରେ ଡ୍ୟାନ୍ସ କରୁ। ଆମେ ହଁ କରନ୍ତି ମ୍ୟାଡ଼ାମ୍। ସେ ଶିବଙ୍କୁ ଏତେ ଭଲ ପାଆନ୍ତି ମାନେ କହିବାର କଥା କହିବାର ମୋତେ କାନ୍ଦ ଲାଗୁଛି। ତେଣୁ ଏ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନେଇକି ଆମେ କାର୍ଯ୍ୟକ୍ରମ କରୁଛୁ। ଯେଉଁମାନେ କଲ୍ୟାଣନଗର, ରାଜେନ୍ଦ୍ରନଗର, ଅନ୍ଦରପୁର, ଦୁଲାଦେଇ, ଦର୍ଘାପାଟଣା, ଶ୍ରୀକ୍ଷେତ୍ରନଗର ଯେଉଁ ୱାର୍ଡ଼ କ'ଣ ବାହାରୁ ବି ଲୋକ ଆସିକି ଆମକୁ ସାହାଯ୍ୟ କରିଛନ୍ତି ଏବଂ ଏଥିରେ ସହଯୋଗ କରିଛନ୍ତି ଏବଂ ଏଠି କେମିତି କାର୍ଯ୍ୟକ୍ରମ ହେବ ମୋତେ ବାରମ୍ବାର ପଚାରିଛନ୍ତି। ଏଠି ବସିକି ଆମେ ଆଲୋଚନା ବି କରିଛୁ ସିନିୟର ସିଟିଜେନ୍ ମାନେ ବସି। ତେଣୁ ଏଇଭଳି ସବୁ କାର୍ଯ୍ୟ ଚାଲିଛି। ଆଉ ଆପଣ କେବେ କର୍ତ୍ତା ହେଇଛନ୍ତି ପ୍ରଭୁଙ୍କର? ହଁ, ମୁଁ ସ୍ୱପ୍ନ କିନ୍ତୁ ଦେଖୁଥିଲି, କିନ୍ତୁ ବାସ୍ତବରେ ହେଇନାହାନ୍ତି। ବାସ୍ତବ ହେଇଛି। କାହିଁକି ଥରେ ମୋର ମନ ଅଛି, 4 ବର୍ଷ ତଳ କଥା କହୁଛି, ବହୁତ ବର୍ଷା ହେଉଥାଏ। ଶିବଙ୍କ ପିତା କେହି ହେବେ ବୋଲି ଏମିତି ଗୋଟେ ସ୍ୱପ୍ନ ଦେଖେଇଲି। ଏମିତି ସ୍ୱପ୍ନ ଦେଖେଇଲେ ଗୋଟେ ବିରାଟ ବଡ଼ ଚଢ଼େଇ ଆସିକି ମୋର ଗଛ, ନଡ଼ିଆ ଗଛରେ ବସିକି ବସନ୍ତି। ଜଣେ ଶିବ
ପାର୍ବତୀ ସ୍ୱାମୀ ସ୍ତ୍ରୀ ଶିବ ପାର୍ବତୀ ମୁଁ କହିପାରିବିନି କିନ୍ତୁ ସ୍ୱାମୀ ସ୍ତ୍ରୀ ସେ କ'ଣ କରୁଛନ୍ତି ଗୋଟେ ଭୋଗ ଖାଇକି ତାଙ୍କ କାନି ଢାଙ୍କିକି ମୁଁ ଆସିକି ମୋ ଆଖିରେ ଲୁହ ପୋଛି ଦେଇଛି ବ୍ୟସ୍ତ ହଁ ଦେଖିଲା ବେଳକୁ ତା ପରଦିନ ଯିଏ ହେବାର କଥା ସିଏ ମୋତେ ଆସି ଫୋନ୍ କଲେ ତାଙ୍କ ନାଁ ହେଉଛି ମହାଦେଇ ରୋଡ଼ରେ ଆମର ସେ ମହାଦେବକୁ କହିଲେ ନାଇଁ ମ୍ୟାଡ଼ାମ୍ ମୁଁ ହେବି ଆପଣ ମୂଲ୍ୟ ହେବା ପାଇଁ କ'ଣ ହୁଏ ନାଇଁ ଆପଣ ଯଦି ଚାହୁଁଛନ୍ତି ଆପଣ ହୁଅନ୍ତୁ କ'ଣ ଆମକୁ କିଛି ଦରକାର ନାହିଁ ଯିଏ ଦେଖୁଛନ୍ତି ଦିନ ରାତି ସେମାନେ ହିଁ କହିବେ ସେଇ ଆମକୁ ସାହାଯ୍ୟ କରିବେ ଆମେ କାହାକୁ ବି ଚାନ୍ଦା କରୁନୁ ଏଠି କୌଣସି ସରକାରୀ ଅନୁଦାନ ବି ମିଳିନି ଆମେ ଯାହା ଶୁଣୁଛୁ ଆମର ମୁଖ୍ୟମନ୍ତ୍ରୀ ଯିଏକି ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଆମକୁ ଶୁଣିବା ପାଇଁ ଚାହୁଁଛି ସେ ବହୁତ ଭଲ ଆମେ ତାଙ୍କୁ ଯାହା ଟିଭିରେ ଦେଖୁଛୁ ସେ କହୁଛନ୍ତି ଯେଉଁମାନେ ଇଏ ହେଇଛନ୍ତି ମାନେ ଶିବ ବିବାହ କରୁଛନ୍ତି ଛୋଟିଆ ଆକାରରେ ନିଜ ପଇସାରେ ଆମେ ତାଙ୍କୁ ଅନୁଦାନ କରିବୁ ଏଇଟା ମାନେ ଅଧିକା କେମିତି ଅଧିକା ହେବ ଭଲ ହେବ ତେଣୁ ମୁଁ ଶ୍ରୀଯୁକ୍ତ ମୋହନ ମାଝୀକି ମୁଁ ତ ବୟସରେ ତାଙ୍କୁ ନିଶ୍ଚୟ ବଡ଼ ହେବି ମୁଁ ଶିବଙ୍କ ପାଖରେ ପ୍ରାର୍ଥନା କରୁଛି ସିଏ ଆମର ଏଇ ମନ୍ଦିରକୁ କେମିତି ଉତ୍ତର ମାନେ ଉନ୍ନତି ହେବ ମୁଁ ସେଇଟାକୁ ଚିନ୍ତା କରୁଛି ଆମେ ଦେଖିବା ଚେଷ୍ଟା କରିବା ଆଉ ଆମର ମୁଖ୍ୟମନ୍ତ୍ରୀ ଯେ ସେ ବହୁତ ଭଲ ସବୁ କଥା ଦେଖିକି ସିଏ ସାଙ୍ଗେ ସାଙ୍ଗେ ଆକ୍ସନ୍ ନିଅନ୍ତି ତେଣୁ ଆମେ ଭାବୁଛୁ ଯେ ଆପଣଙ୍କ ଥ୍ରୁରେ ଆମେ ମୁଖ୍ୟମନ୍ତ୍ରୀ ଆମର ଏ ଅଞ୍ଚଳର ଗୋଟେ ମନ୍ଦିର କେବଳ ଏ ଅଞ୍ଚଳର ମନ୍ଦିରଟା ଶିବ ବିବାହ ହୁଏ ଅନ୍ଦରପୁର କଲ୍ୟାଣନଗରରେ ଶିବ ବିବାହ ହୁଏ ତେଣୁ ଆମେ ଚାହୁଁଛୁ ଯେ ଆପଣଙ୍କ ଥ୍ରୁରେ ମିଡ଼ିଆ ଥ୍ରୁରେ ୟୁଟ୍ୟୁବ୍ ମାଧ୍ୟମରେ ଆମର ଯେମିତି ଆଉ ବହୁତ କାର୍ଯ୍ୟକ୍ରମ ବାକି ରହିଛି ଆମ ନିଜେ ତ ଆମେ ଚାନ୍ଦା କରୁଛୁ ନିଜ ଯାହା ବି କଲେକ୍ସନ୍ କରିକି ଆମେ କାର୍ଯ୍ୟକ୍ରମ